ମୁଁ ସୁପ୍ରିୟା। ଆଜି ବିଜୁ ବାବୁଙ୍କର ମହା ପୁଣ୍ୟତିଥି 29ତମ ପୁଣ୍ୟତିଥି ଏବଂ 1997ରୁ ବିଜୁ ବାବୁ ଗଲେଣି, କିନ୍ତୁ ଆଜି ମଧ୍ୟ ଓଡ଼ିଶା ରାଜନୀତିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ଆଧାର ହୋଇ ରହି ଆସିଛନ୍ତି। ଏ ବର୍ଷ ଟିକେ ଭିନ୍ନତା ଦେଖିବାକୁ ମିଳିଛି, ଅଧିକ ତତ୍ପରତା ଦେଖିବାକୁ ମିଳିଛି। ବିଜୁ ବାବୁଙ୍କର ସ୍ମୃତିଚାରଣ ଭିନ୍ନ ଭିନ୍ନ ଉପାୟରେ କରାଯାଉଛି। ଏ ସମ୍ପର୍କରେ ଆମେ ଅଧିକ ଆଲୋଚନା କରିବା। ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼େଇ ଅଛନ୍ତି ଆମ ସହିତ। ପ୍ରଫୁଲ୍ଲ ବାବୁ, ସ୍ୱାଗତ କରୁଛି ଆଲୋଚନାକୁ। 28ଟି ତିରୋଧାନ ଦିବସ ଯାଇଛି, ଆମେ ଦେଖିଛୁ ଏତେ ବର୍ଷ ଧରିକିରି, କିନ୍ତୁ ଏ ବର୍ଷର ତତ୍ପରତା ଟିକେ ଭିନ୍ନ। ଆପଣଙ୍କୁ ବି ସେଇଆ ଲାଗୁଛି ନା କିଛି ଅଲଗା? ଶୁଣନ୍ତୁ, ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ପ୍ରବାଦ ପୁରୁଷ। ବର୍ତ୍ତମାନ ପରିସ୍ଥିତି ଅନୁଧ୍ୟାନ କରି ମୁଁ କହିବି, ତାଙ୍କର ତିରୋଧାନ ଆମଠୁ ଯେତିକି ଦୂରେଇ ଦୂରେଇ ଯାଉଛି, ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର ଅବଦାନ, ତାଙ୍କର ଅନନ୍ୟ ପ୍ରତିଭା ଆହୁରି ଅଧିକ ଅଧିକ ଜାଜ୍ୱଲ୍ୟମାନ ହେଉଛି। ତାଙ୍କର ମହାପ୍ରାଣ ଯେତିକି ଘୁଞ୍ଚି ଯାଉଛି, ତାଙ୍କର ପ୍ରତିଭା ସେତିକି ସେତିକି ବିକଶିତ ହେଇଯାଉଛି। ତା ମାନେ ବିଜୁ ବାବୁଙ୍କ ନେତୃତ୍ୱ, ବ୍ୟକ୍ତିତ୍ୱ, ଅବଦାନ, ତାଙ୍କର ଗୁଣ ଗାରିମା ଆହୁରି ଅଧିକ ପ୍ରକଟିତ ହେଉଛି, ଅଧିକ ଲୋକଙ୍କୁ ବୋଧହୁଏ ଆକର୍ଷିତ କରୁଛି। ସେଇଥିପାଇଁ ଏ ବର୍ଷ 29ତମ ତିରୋଧାନ ଦିବସ ଓଡ଼ିଶାରେ ବ୍ୟାପକ ଭାବରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପାଳିତ ହେଉଛି। କିନ୍ତୁ ଆଜ୍ଞା କୁହନ୍ତୁ, ବିଜୁ ପ୍ରେମୀଙ୍କ ସଂଖ୍ୟା ବର୍ତ୍ତମାନ ବଢିବାର ଲାଗିଛି। କାହିଁକି? ଏବେ କାହିଁକି? ଯୋଉମାନେ ଆଜି ନିଜକୁ ବିଜୁ ପ୍ରେମୀ କହୁଛନ୍ତି, ଯୋଉମାନେ ବିଭିନ୍ନ ଅନୁଷ୍ଠାନ କରିକି ଆଜି କାର୍ଯ୍ୟକ୍ରମ କରୁଛନ୍ତି, ସେମାନେ ଆଉ 28 ବର୍ଷ ପୂର୍ବରୁ ଏ ଜିନିଷ ଆରମ୍ଭ କରିଥିଲେ, ହୁଏତ ପରପିଢି ଟିକେ ବେଶୀ ଜାଣିଥାନ୍ତା। ପରପିଢି ବିଜୁ ବାବୁଙ୍କୁ କେବଳ ଗୋଟେ ରାଜନୈତିକ ବ୍ୟକ୍ତି ହିସାବରେ ଜାଣୁଛି, ତାଙ୍କର ଅନ୍ୟ ଅନ୍ୟ ବ୍ୟକ୍ତିତ୍ୱର ଯୋଉ ଅନ୍ୟ ଅନ୍ୟ ଦିଗ ରହିଛି ତାକୁ କାହିଁକି ଏପର୍ଯ୍ୟନ୍ତ ଗୁରୁତ୍ୱ ଦେଇକିରି କାର୍ଯ୍ୟକ୍ରମ ମାନ କରାଯାଇ ନଥିଲା? ତାର ଡକୁମେଣ୍ଟେସନ କାହିଁକି ଅଧିକରୁ ଅଧିକ ହୋଇନଥିଲା ଯେ ପରପିଢି ଜାଣିବେ? ଆଜି ହଠାତ୍ ରାଜନୈତିକ ବାଗବିତଣ୍ଡା ଭିତରେ ବିଜୁ ଲିଗାସି, ବିଜୁଙ୍କ କଥା ମନେ ପଡୁଛି। ଆପଣ ଜାଣନ୍ତି, ବିଜୁ ବାବୁ ଜାତୀୟତା ବୋଧ, ଦେଶକୁ ଭଲ ପାଇବା, ମାଟିକି ଭଲ ପାଇବା ଗୁଣ ସର୍ବାଧିକ ଥିଲା ଭାରତ ବର୍ଷରେ। ଇଏ ଦଳ ମତ ଉର୍ଦ୍ଧ୍ୱରେ ରହି କାମ କରୁଥିଲେ। ବିଭିନ୍ନ ଦଳ ବା ଦଳ ନେତା ମାନେ କେତେ ଭଲ ପାଆନ୍ତି ତାଙ୍କୁ ଜଣା ପଡିଥିଲା ସେଇଦିନ, ଯେଉଁଦିନ ତାଙ୍କର ମହାପ୍ରୟାଣ ହେଇଥିଲା, ଯୋଉଦିନ ତାଙ୍କର ମୋର ଶରୀର ପହଞ୍ଚିଥିଲା ଭୁବନେଶ୍ୱରରେ। ଭୁବନେଶ୍ୱର ଏୟାରପୋର୍ଟରୁ ନବୀନ ନିବାସରୁ ବେଳାଭୂମି ପର୍ଯ୍ୟନ୍ତ ଯୋଉ ଦେଖିଥିଲେ ଆପଣ, ଲକ୍ଷ ଲକ୍ଷ ଲୋକ ଦି ପାଖରେ ଛିଡା ହେଇଥିଲେ, ଆଖିରେ ଲୁହ ଗଡଉଥିଲେ, ଏବଂ ଭାରତ ବର୍ଷର ସବୁ ନେତା ମାନେ ଦଳ ମତ ନିର୍ବିଶେଷରେ, ଅଟଳ ବିହାରୀ ବାଜପେୟୀ କୁହନ୍ତୁ, ଆଡଭାନୀଠୁ ଆରମ୍ଭ କରି ସବୁ ନେତା ମାନେ ସବୁ ଦଳର ପହଞ୍ଚିଥିଲେ, ଏବଂ 3ଟି ଦେଶର ପତାକା ତାଙ୍କର ମୋର ଶରୀର ଉପରେ ପଡିଥିଲା। ଏଥିଲା ତାଙ୍କର ଲୋକପ୍ରିୟତା। ତେଣୁ ଆପଣ କହି ରଖେ, ତାଙ୍କର ସମ୍ମାନ ଦେବା ପାଇଁ, ସ୍ମୃତିଚାରଣ କରିବା ପାଇଁ, ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଯେତେ ଆୟୋଜନ ହବ, ଯେତେ ସମାବେଶ ହବ, ଯେତେ ସଭା ସମିତି ହବ, ବ୍ୟକ୍ତିଗତ ଭାବରେ ମୁଁ ତାଙ୍କୁ ସ୍ୱାଗତ କରିବି, ଅଭିନନ୍ଦନ ଜଣେଇବି। ନିଶ୍ଚିନ୍ତ ଭାବରେ ଭଲ କଥା ଯେ ତାଙ୍କ ପାଇଁ ଏତେ କାର୍ଯ୍ୟକ୍ରମ କରାଯାଉଛି, ଏବଂ ବିଜୁଙ୍କୁ ବିଗତ ଦିନରେ ଏକ ପ୍ରସଙ୍ଗ ଉଠେଇକିରି ଗୁଇନ୍ଦା ବୋଲି କହିକିରି ତାଙ୍କୁ ନିନ୍ଦିତ ଆଉ ସମାଲୋଚିତ କରାଗଲା, ଯାହା ଫଳରେ ଏବେକା ପିଢି ଏବଂ ପୂର୍ବ ପିଢି ଉଭୟ ମିଶିକିରି ପୁଣି ବିଜୁଙ୍କର ତାଙ୍କର ଜୀବନ କୁ ଆହୁରି ଅଧିକ ଫିଟେଇଲେ, ଦେଖିଲେ, ଜାଣିଲେ, ଆଉ ଟିକେ ବୁଝିବାକୁ ଚେଷ୍ଟା କଲେ, ଆଲୋଚନା ହେଲା, ଚର୍ଚ୍ଚା ହେଲା, ବିଜୁଙ୍କ ବିଷୟରେ ଆହୁରି କଥା ସାମ୍ନାକୁ ଆସିଲା। କିନ୍ତୁ କଥା ହଉଛି ଯେ ବର୍ତ୍ତମାନ ଯୋଉ ଯୋଉ କାର୍ଯ୍ୟକ୍ରମ ମାନ କରାଯାଉଛି, ତାହା ବାସ୍ତବରେ ବିଜୁଙ୍କୁ ମନେ ପକେଇବାକୁ କରାଯାଉଛି ନା ବିଜୁ ଆଉ ଏକମାତ୍ର ଆଇକନ ହେଇଛନ୍ତି ଯାହାଙ୍କୁ କଏନ କରିକି ପଲିଟିକ୍ସ କରିହବ? କାରଣ ବର୍ତ୍ତମାନ ବିଜେଡି, ବିଜେପି, କଂଗ୍ରେସ
ସମସ୍ତେ ତ ତାଙ୍କୁ ନିଜର କହୁଛନ୍ତି, କିନ୍ତୁ ସମସ୍ତେ ସମୟ ଥିଲା ସମସ୍ତେ ତାଙ୍କୁ ସମାଲୋଚନା ବି କରିଥିଲେ, ତାଙ୍କୁ ନିନ୍ଦା ବି କରିଥିଲେ। ଯିଏ ଅଧିକ ଭାଷଣ ଦଉଛନ୍ତି ସେମାନେ କେତେ ବିଜୁଙ୍କର ପାଖରେ ଥିଲେ ତାକୁ ନେଇକିରି ବି ପ୍ରଶ୍ନ ଉଠୁଛି। ଆପଣ ଯୋଉ କଥାକୁ ମନରେ ରଖି ମତେ ପ୍ରଶ୍ନ ପଚାରୁଛନ୍ତି, ଆଜ୍ଞା ମୁଁ ଆପଣଙ୍କୁ କହିଲି ଏବେ ତ ସମସ୍ତେ କହୁଛନ୍ତି, ପଚାରୁଛନ୍ତି, ସମସ୍ତେ ପଚାରିଛନ୍ତି ଗଣମାଧ୍ୟମ ହଁ ଆପଣ ମାନଙ୍କର ଉଦ୍ଦେଶ୍ୟ କଣ ଏପଟ ସମାବେଶ କରିବାର। ହଁ ସମସ୍ତେ ଉତ୍ତର ଦେଇଛନ୍ତି ଆମେ ଶ୍ରଦ୍ଧାଞ୍ଜଳି ହଁ ଏଇ ଅନନ୍ୟ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହୁଁ ଆମେ ସମସ୍ତେ ବିଜୁବାବୁଙ୍କୁ ଭଲ ପାଉଥିବା ଲୋକ ଏକାଠି ହେଇଛୁ। ଆଚ୍ଛା ଏବଂ ଆମେ ବି ଦେଖିଲେ ନିଶିକାନ୍ତ ଦୁବେ ହୁଁ ଯିଏ ବିଜେପି ସାଂସଦ ଯେତେବେଳେ କଟୁ ମନ୍ତବ୍ୟ ଦେଇଥିଲେ ହୁଁ ବିଜୁବାବୁଙ୍କ ବ୍ୟକ୍ତିତ୍ୱ ଉପରେ ତାକୁ ତ ଆଜ୍ଞା ସମସ୍ତେ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିଥିଲେ, ହୁଁ ସମସ୍ତେ ନିନ୍ଦା କରିଥିଲେ। ଯିଏ ବିଜୁ ଜନତା ଦଳ ଅଛନ୍ତି ବା ଯିଏ ବାହାରେ ଅଛନ୍ତି ଅନ୍ୟ ଦଳ ମାନଙ୍କରେ ଅଛନ୍ତି ହୁଁ ସବୁ ଦଳ ମାନ ନିନ୍ଦା କରିଥିଲେ। ତେଣୁ ଆମେ ଯୋଉ ଆପଣ ଉତ୍ତର ମୁଁ କହିବି ଆପଣଙ୍କୁ, ହୁଁ ସମୟ କହିବ, ଭବିଷ୍ୟତ କହିବ ପ୍ରକୃତରେ ଅନ୍ତର୍ନିହିତ ଉଦ୍ଦେଶ୍ୟ କଣ ରହିଛି ହୁଁ ଏକଥାକୁ ଭବିଷ୍ୟତ କହିବ। ହୁଁ ଆଜିର ଦିନ ହଉଛି ସେଇ ସ୍ମରଣୀୟ ଦିନ ଆଜ୍ଞା ଯେ ବିଜୁ ବାବୁ ଆଜି ଓଡ଼ିଶାବାସୀକି ଭାରତବାସୀକି ଛାଡ଼ି ଚାଲି ଯାଇଥିଲେ। 29ତମ ତିରୋଧାନ ଦିବସ। ଆଜ୍ଞା ଆପଣ ଏଇ ଓଡିଶା ନାଗରିକ ମଞ୍ଚ ସହିତ ଆପଣ ମଧ୍ୟ ଯୋଡି ହେଇକିରି ରହିବେ? ନା ମୁଁ ତ ସେଥିରେ ନାହିଁ, ମୁଁ ତ ବ୍ୟସ୍ତ ଅଛି। ଆଜି କଳିଙ୍ଗ ଫାଉଣ୍ଡେସନ ଆପଣ ତ ନିଶ୍ଚିନ୍ତ ଭାବରେ କଳିଙ୍ଗ ପୁରସ୍କାର କାର୍ଯ୍ୟକ୍ରମରେ ତ ଆଜି ଦିନ ଭରି କିନ୍ତୁ ଆପଣଙ୍କୁ ତ ନିମନ୍ତ୍ରଣ ନିଶ୍ଚୟ ହେଇଥିବ। ନିମନ୍ତ୍ରଣ କାଗଜ ପତ୍ର କାହିଁକି ଦିଆ ହେଇଯିବ ମୁଁ ଜାଣିନି କିଛି, ଜାଣେ ମୁଁ ସେମାନଙ୍କ ସାଙ୍ଗରେ ତ ସମ୍ପର୍କ ବି ତ ଆମର ଅଛି ନା, ସବୁ ପରିଚୟ ତ ରହିଛି। ଆପଣଙ୍କର ଯୋଉ ବିଜୁ ଲିଗାସି ବୋଲିକିରି କହିକିରି ଆମେ ବିଜୁ ପ୍ରେମୀ ବିଜୁଙ୍କ ସହିତ କାମ କରିଥିବା ଲୋକ ବୋଲିକିରି ଯୋଉମାନେ ଏକାଠି ହେଇଛନ୍ତି ଆପଣ କଣ ସେଇ ଭିତରେ ନାହାନ୍ତି? ଆପଣ କଣ ବିଜୁ ବାବୁଙ୍କ ସହିତ ଆପଣଙ୍କର କଣ କିଛି ନାହିଁ, ପୂର୍ବ ଅନୁଭୂତି କିଛି ନାହିଁ? ଆପଣ କଣ ସେଇ ମୁଁ କହିବାକୁ ଚାହୁଁଛି ଗୋଷ୍ଠୀ କହିବାକୁ ସେଇ ଗୋଷ୍ଠୀର ନୁହନ୍ତି? ନା ନା ମୁଁ ଶୁଣନ୍ତୁ, ମୁଁ ଜାଣିଥା ମୋର ବୟସ ମୁଁ ଅପରାଧରେ ପହଞ୍ଚିଲିଣି। ମୋର କିଛି ଆଉ ହବାର ବୟସ ନାହିଁ କି ଅଭିଳାଷ ନାହିଁ। ତେଣୁ ଆପଣଙ୍କୁ କହିଦିଏ ଆପଣ କହୁଛନ୍ତି ଯୋଉମାନେ ସେଠି ଯାଇଛନ୍ତି ସେମାନେ ଏବେ ବି ଅଭିଳାଷ ସହିତ ଯାଇଛନ୍ତି, ଆଜି ଯୋଉ ଏକାଠି ହେଇଛନ୍ତି ରାଜନୈତିକ ଅଭିଳାଷ ସହିତ। ରାଜନୀତିରେ ମା ଯିଏ ଅଛନ୍ତି, ଆଜ୍ଞା ଯିଏ ଥରେ ରାଜନୀତିରେ ରହେ, ଆଜ୍ଞା ରାଜନୀତି ସହଜରେ ତାକୁ ଛାଡେ ନା, ରାଜନୀତି ସେମାନେ ସବୁ ଛାଡନ୍ତି ନାହିଁ। ଆଚ୍ଛା, ଆଜି ଯାହା ନାଗରିକ ମଞ୍ଚ କାଲି ତାହା ଦଳ, ସେ କଥା କାଲି କହିବ। ଆଜି ଆପଣଙ୍କ ଅନୁଭୂତି କଣ କହୁଛି? ନାଇଁ ମୁଁ ଠିକ ଭାବରେ ଯାହା କହୁଛନ୍ତି ମତେ କାଲି ହିଁ ତା ଉତ୍ତର ମିଳିବ, କାଲି ହିଁ କଣ କହିବ ଦେଖିବା। ଆଜି କିନ୍ତୁ ସୀମିତ, ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାରେ ଆଜି ହିଁ ସୀମିତ। ବିଜୁ ବାବୁଙ୍କ ସାଙ୍ଗରେ ଅନ୍ୟମାନଙ୍କ ପରି ମୁଁ ମଧ୍ୟ କାମ କରିଛି। ଜନତା ଦଳ ଗଠନରେ, ଜନତା ଦଳ ଦୃଢୀଭୂତ କରିବାରେ, ଜନତା ଦଳ ସରକାରରେ ମନ୍ତ୍ରୀ ଭାବରେ ତାଙ୍କ ସହିତ ନିକଟତର ଭାଇ କାମ କରିଛୁ। ଓଡ଼ିଶାର ସଭା ସମିତି କରିଛୁ। ବିଜୁ ବାବୁଙ୍କର ମହାନ ବ୍ୟକ୍ତିତ୍ୱ, ଭିଜନ, କାର୍ଯ୍ୟ କରିବା ଶୈଳୀ, ଓଡ଼ିଶାର ସ୍ୱପ୍ନ ସବୁ ପାଖରୁ ମୁଁ ଦେଖିଛି। ବ୍ୟକ୍ତିତ୍ୱ ଯଦି ସମସ୍ତଙ୍କୁ ଆକର୍ଷିତ କରିଥିଲା ତାହେଲେ ବିଜୁଙ୍କୁ ଯୋଉ ପ୍ରକାର ଶ୍ରେୟ ଦେବା କଥା, ତାଙ୍କ ଭାଗର ଯୋଉ ଶ୍ରେୟ ସେଟା ମିଳିଛି ଏପର୍ଯ୍ୟନ୍ତ? ଦେଶ ଦେଇଛି ଭାରତ ରତ୍ନ କୋଉଠି ମିଳିଲା? ଆପଣ କଣ ଭାବୁଛନ୍ତି ଭାରତ ରତ୍ନ ହିଁ ଅଲ୍ଟିମେଟ ବିଜୁଙ୍କୁ ଶ୍ରେୟ ଦେବାର ଏକମାତ୍ର ରାସ୍ତା? ନା ନା, ଏକମାତ୍ର ରାସ୍ତା ନୁହେଁ। ଯୋଉମାନେ ଦେଶ ଜାତି ପାଇଁ ଅବଦାନ ଦେଇଥାନ୍ତି, ଉପକାର କରିଥାନ୍ତି, ତାଙ୍କୁ ସମ୍ମାନ ଜଣେଇବା ହଉଛି ମଣିଷର କର୍ତ୍ତବ୍ୟ, ପବିତ୍ର କର୍ତ୍ତବ୍ୟ। ମୁଁ କହିଦିଏ ଓଡ଼ିଶାରେ ଏପରି କୌଣସି ରାଜନେତା ନାହାନ୍ତି ଯିଏକି ତୁଳନୀୟ ବିଜୁ ବାବୁଙ୍କ ସହିତ। କାରଣ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ବା ନେତୃତ୍ୱ ରାଜ୍ୟରେ ସୀମିତ ନଥିଲା, ଭାରତ ବର୍ଷ ଭିତରେ ବି ସୀମିତ ନଥିଲା। ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଦୁର୍ଦ୍ଦର୍ଶ ରାଜନେତା। ଆପଣ ଜାଣିଛନ୍ତି ଭାରତବର୍ଷ ସ୍ୱାଧୀନତା ପାଇଁ ଲଢେଇ କରିବା ସାଙ୍ଗେ ସାଙ୍ଗେ, କାରାବରଣ କରିବା ସାଙ୍ଗେ ସାଙ୍ଗେ
ଇଣ୍ଡୋନେସିଆର ସ୍ୱାଧୀନତା କେମିତି ହବ, ତାଙ୍କର ସ୍ୱାଧୀନତା ସଂଗ୍ରାମୀକୁ କେମିତି ରକ୍ଷା କରିବା, ରୁଷିଆରେ କେମିତି ଜର୍ମାନୀ ବିରୁଦ୍ଧରେ ରୁଷିଆକୁ ସାହାଯ୍ୟ କରିବା, ଚାଇନା ଭାରତ ବର୍ଷ ଲଢେଇରେ କିପରି ଭାବରେ ଯାଇକି ସେ ପହଞ୍ଚି କିପରି ସହାୟତା କରିଥିଲେ, ଭାରତ ପାକିସ୍ତାନ ଯୁଦ୍ଧରେ ତାଙ୍କର ଭୂମିକା ଆପଣ ସବୁ ଜାଣିଛନ୍ତି। ତେଣୁ ସେ ଜାତୀୟ ସ୍ତରରୁ ପରିଚୟ ଏବଂ ଆନ୍ତର୍ଜାତୀୟ ସ୍ତରରୁ ଜାତୀୟ ସ୍ତରରେ ଆପଣ ଯେତେବେଳେ ସେ ବ୍ରିଟିଶ ଏୟାର ସେ କାମ କରୁଥିଲେ ସେତେବେଳରୁ ବି ଆମର ସ୍ୱାଧୀନତା ସଂଗ୍ରାମ ମାନଙ୍କୁ ରକ୍ଷା କରିବା, ଅରୁଣାଚଳ ପଲ୍ଲୀ କୁହନ୍ତୁ ରକ୍ଷା କରିବାର ଅନେକ କଥା କରିଯାଇଛନ୍ତି। ତେଣୁ ମୁଁ କହିବି ଯେତେ ସମ୍ମାନ ଦେଲେ ବି ଗୁଣା ହବ, କିନ୍ତୁ ଭାରତ ବର୍ଷର ଅନ୍ୟାନ୍ୟ ରାଜନେତା ମାନଙ୍କ ପରି ଅନେକ ସେ ଦେଇ ଯାଇଛନ୍ତି ଭାରତ ବର୍ଷକୁ, ଓଡିଶାକୁ। ଆମେ ତାଙ୍କୁ ଏଇପରି ଭାବରେ ସବୁ ବର୍ଷ ଜନ୍ମ ଜୟନ୍ତୀ ହଉ ବା ତାଙ୍କର ମହାପ୍ରାଣ ଦିବସ ହଉ ତାଙ୍କୁ ସ୍ମରଣ କରିବା ପାଇଁ, ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆମେ ଓଡିଶାବାସୀ ବିଭିନ୍ନ ଫୋରମରେ, ଖାଲି ଜନତା ଦଳ ନୁହେଁ, ବିଜୁ ବାବୁଙ୍କୁ ଭଲ ପାଉଥିବା, ବିଜୁ ବାବୁଙ୍କ ଅବଦାନ ଚିହ୍ନିଛନ୍ତି, ସମସ୍ତେ ଏଇପରି ଶ୍ରଦ୍ଧାଞ୍ଜଳି ସହ ପ୍ରତିବର୍ଷ କରିବା ଉଚିତ। ଆଜ୍ଞା, ପ୍ରଫୁଲ୍ଲ ବାବୁ ଯୋଉ କଥାଟି ଆପଣ କହିଲେ ତାଙ୍କୁ ବିଜୁ ପ୍ରେମୀ ସବୁବେଳେ ଏମିତି କାର୍ଯ୍ୟକ୍ରମ କରିବା ଦରକାର ବୋଲିକିରି, ସମସ୍ତେ ନିଜକୁ ଆଜି ବିଜୁ ପ୍ରେମୀ କହୁଛନ୍ତି ଏବଂ ସମସ୍ତେ ନିଜ ନିଜ ପକ୍ଷର ଗୋଟେ କାହାଣୀ କହୁଛନ୍ତି ବିଜୁଙ୍କ ସହିତ। ତା ଭିତରୁ ଠିକ କୋଉଟା ଭୁଲ କୋଉଟା ଆମେ ଜାଣିପାରୁନାହୁଁ, କାରଣ ଆମେ ରାଜନୀତିରେ ସେମାନଙ୍କର ଷ୍ଟାଣ୍ଡ ଗୋଟେ ପ୍ରକାର ଦେଖିଥିଲୁ, ଆଜି ସେମାନେ ଅଲଗା କାହାଣୀ କହୁଛନ୍ତି। ତ ଆମେ ତା ଦେହରୁ ଭୁଲ ଠିକ ଜାଣିପାରୁନୁ। ଭୁଲ ଠିକ ଜାଣିବା ପାଇଁ ହେଲେ କଣ କରିବା ଉଚିତ? କାହା କାହାଣୀଟି, ସବୁ କାହାଣୀର ଗୋଟେ ଏପାଖ ସେପାଖ ଥାଏ, ସମସ୍ତେ ନିଜ ପ୍ରକାରେ ନିଜକୁ ବଡ କରିକିରି ଗୋଟେ କାହାଣୀ ରଖୁଛନ୍ତି। ଆମେ କେମିତି ଜାଣିବା କୋଉଟା ଭୁଲ କୋଉଟା ଠିକ? ଆମେ ଇନ ଦ ସେନ୍ସ ଆମେ ଯୋଉ ନେକ୍ସଟ ଜେନେରେସନ ଯୋଉମାନଙ୍କ ପାଇଁ ଡକୁମେଣ୍ଟେସନ ଦରକାର, ଯୋଉମାନେ ବିଜୁଙ୍କୁ ଆଉ ପଢିବା ଦରକାର, ସେମାନେ କେମିତି ଜାଣିବେ କୋଉଠି ଠିକ କୋଉଠି ଭୁଲ? ବିଜୁ ବାବୁଙ୍କ ନୀତି ଆଦର୍ଶକୁ, ନୀତି ଆଦର୍ଶ ପ୍ରଶଂସକ ମାନଙ୍କୁ ଆପଣ ଦି ଭାଗରେ ବିଭକ୍ତ କରିପାରନ୍ତି। ଗୋଟିଏ ହେଲା ତାଙ୍କ ସାଙ୍ଗରେ ଯିଏ କାମ କରିଛନ୍ତି ପାଖାପାଖି ରହିକି, ତାଙ୍କ ସାଙ୍ଗରେ ବିଭିନ୍ନ ସମୟ ରହିଛନ୍ତି, ତାଙ୍କର କାର୍ଯ୍ୟକ୍ରମ, ତାଙ୍କର ଅବଦାନ, ତାଙ୍କର ବଳିଦାନ, ତାଙ୍କର ସ୍ୱପ୍ନ। ଓଡିଶା ଗୋଟିଏ ଭାରତ ବର୍ଷରେ ଗୋଟେ ଦରିଦ୍ର ରାଜ୍ୟ, ଓଡିଶା ଧନୀ କିନ୍ତୁ ଓଡିଆ ଗରିବ, ଜଳ ଜଙ୍ଗଲ ଖଣିଜ ସମ୍ପଦରେ ଭରପୁର ଓଡିଶା ରାଜ୍ୟ। ଓଡିଶାବାସୀଙ୍କୁ, ପ୍ରତ୍ୟେକ ଓଡିଆଙ୍କୁ କିପରି ଧନୀ କରାଯିବ, ଦରିଦ୍ରତା କଷାଘାତରୁ ମୁକ୍ତି କରାଯିବ, ଏଥିପାଇଁ କିପରି ଭାବରେ ସେ ସ୍ୱପ୍ନ ଦେଖୁଥିଲେ, ଭିଜନ ତାଙ୍କର କଣ ଥିଲା, ଯୋଉଥିପାଇଁ ପାରାଦୀପ ବନ୍ଦର କରିଥିଲେ, ଏକ୍ସପ୍ରେସ ସଡ଼କ କରିଥିଲେ, ମି କାରଖାନା କରିଥିଲେ, ଯେତେ ଜାଣିଛନ୍ତି ଯଦି ବିକାଶମୂଳକ କାର୍ଯ୍ୟ କରି ଓୟୁଟି କଥା କରିଥିଲେ, ଏସବୁ କଥା ଓଡିଶାକୁ ବିକଶିତ କରିବା ପାଇଁ। ତେଣୁ ଏକଥା ଆମେ ସବୁ ପାଖରେ ଦେଖିଛୁ ତାଙ୍କୁ, ବିଭିନ୍ନ ସଭା ସମିତିରେ ତାଙ୍କ ସାଙ୍ଗରେ ଯାଇ ଭାଷଣ ଦବା ଲୋମହର୍ଷଣକାରୀ କଥା। ଆଜିକାଲି ସେ ଅଭୁଲା ସ୍ମୃତି ସବୁ ଭୁଲି ହବ ନାହିଁ। ତାଙ୍କ ସାଙ୍ଗରେ ଯିବା, ଗଲାବେଳେ ବାଟରେ ଗାଡି ଅଟକେଇ ଦେବେ, ଚଣ୍ଡିଖୋଲ ହଉ, ଆପଣ ପାଣି କୋଇଲ ହଉ, ଆବାରେ ଯାଇ ବସିବା, ଗରିବ ଲୋକଙ୍କ ଠାରୁ ପିଜୁଳି ଖାଇବା, କମଳା ଖାଇବା, ଦୃଶ୍ୟ ସବୁ ପାଖରୁ ଆମେ ଦେଖିଛୁ। କେମିତି ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା କେମିତି କାର୍ଯ୍ୟକାରୀ କରିଥିଲେ, ମହିଳା ମାନଙ୍କୁ ଗୁରୁତ୍ୱ ଦେବା ପାଇଁ, ମହିଳାଙ୍କ ବିକାଶ ନହେଲେ ଦେଶର ବିକାଶ ହୁଏ ନାହିଁ, ଏକଥା ତାଙ୍କୁ ନିରାଶ କରୁଥିଲା। ଯୋଉଥିପାଇଁ ତାଙ୍କ ସମୟରେ ସେ 33% ରିଜର୍ଭେସନ କରିଥିଲେ ପଞ୍ଚାୟତ ରାଜରେ ଏବଂ ଚାକିରି ସଂରକ୍ଷଣ କରିଥିଲେ, ବିଭିନ୍ନ କଥା ସବୁ କରିଥିଲେ ମା ମାନଙ୍କର ମୁହଁରେ ହସ ଫୁଟେଇବା ପାଇଁ। ଆମେ ଦେଖିଛୁ ପାଖରେ। ଏବଂ ମନ୍ତ୍ରୀ ଯେତେବେଳେ ହେଲେ 90 ମସିହାର ମନ୍ତ୍ରୀ, 90ରୁ 95 ତାଙ୍କ ସାଙ୍ଗେ ଥିଲି ମନ୍ତ୍ରୀ ପରିଷଦରେ ମୁଁ, ସେଇ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ କ୍ଷମତାକୁ ବିକେନ୍ଦ୍ରୀକରଣ କରିବା ପାଇଁ, ଲୋକ ପାଖରେ ପହଞ୍ଚେଇବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ସେ ସମୟରେ ସେ ଆରମ୍ଭ କରିଥିଲେ। ସମସ୍ତେ ଜାଣିଛନ୍ତି ସେ କଲାବେଳେ, ସେତିକି ବେଳେ ଯୋଉ ଆଜି ଯୋଉ ଚାଲିଛି ପାର୍ଲାମେଣ୍ଟରେ ବିତର୍କ ଚାଲିଛି ଯେ ମହିଳା ବିଭାଗ ସଂରକ୍ଷଣ ଦିଆଯାଉ, ସେତେବେଳେ ସେଇ ମହାନ ମଣିଷ ଯିଏ ପଞ୍ଚାୟତ ବ୍ୟବସ୍ଥାରେ 33 ଭାଗ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ, ନିଯୁକ୍ତିରେ କରିଥିଲେ। ଏବଂ ଆଜି ମୁଁ କହିବି ଆନନ୍ଦର ଦିନ ଆମ ପାଇଁ
जो स्वप्न विजु बाबू देखी 33 महिला को स्थान दि जाऊ सरपंच हिसाब से समिति हिसाब से जिला परिषद चेयरमैन अध्यक्ष जिला परिषद आज विधानसभा संसद में 33 महिला पाइबे स्थान पाइबे संरक्षित स्थान हम विजु बाबू स्वर्ग रही आनंदित होते जहाँ दिन स्वप्न से देखी साकार हवा जाऊँगी तेणु गोटे प्रकार पाखरे काम कर स्वप्न को पाखर देखी आचरण उच्चारण व्यवहार जे देखी गोटे प्रशंसक आउ जी नीति आदर्श विभिन्न लेखा पढ़ुं आदर्श जानुंट कौन अवदान ओडिशा भारत कौन कर यूनेस्को कलिंग पुरस्कार ओडिया पुओ आज नोबेल भली गोटे पुरस्कार जाइकी निजे फ्रांस रे पहुंची यूनेस्को ऑफिस रे पहुंची 1000 पाउंड दे आथिले पृथ्वीर वैज्ञानिक मानकू सम्मान दबा पाई कलिंग पुरस्कार आरंभ कले चिंता करि परिबा ई ओडिसा जने पुओ जाइकी फ्रांस से जाइकी यूनेस्को कलिंग प्राइज व्यवस्था कले कोन पाई भारत वर्षर सम्मान बढ़ाइबा पाई ओडिशार परिचय बढ़ाइबा पाई एवं वैज्ञानिक मानकू स्वीकृति दबा पाई एते बड़ विजनारी से थिले एते बड़ प्रशस्त मनर लोक थिले एकथा अन्य लोक पाखे सब चिंता करि परिबानी तांकर कार्यक्रम अवदान पढ़ुचंती शुणिचंती स्पष्टवादी थिले स्वाभिमानी थिले सेमान प्रशंसा करूचंती निश्चय बिजु लिगासी कहले आपण कोन बुझंती सर बिजु लिगासी सुनतु बिजु गोटे ताला बिजु लिगासी ता परिवार गोटे हला परिवार लोकन को तो लिगासी आपण कहबे द्वितीय बिजु बाबू को भारी निकटतर भाव संगे काम कर मिसी नीति आदर्श को अक्षर अक्षर जे पालन कर सम्मान देइछन बिजु बाबू जे बापठ अधिक भावुले निज पुठ जो अधिक भावुले बिजु बाबू तो एक परिवार सीमित नथिले देश जाति उत्सर्गीकृत मनीष तेणु संगे जो कम कर सम्मान देती नीति विश्वास करती से भी कहींपारे बिजु बाबू माने जी तांकर व्यक्तित्व द्वारा प्रभावित एवं तांकर आदर्श को निज राजनैतिक एवं व्यक्तिगत जीवन रे लगाउचंती किंतु जदि तांकर पॉलिटिकल आइडियोलॉजी को गोटे दुईटी वाक्य रे जदि आपण कहिबे कि गोटे शब्द रे जदि कहिबे बिजु बाबूंकर पॉलिटिकल आइडियोलॉजी होची एया कोन कहिबे आपण गोटे कथा होची ओडिशार परिचय अच्छा ओडिया जातिर परिचय भारत रे भारत बाहर प्रतिष्ठा करबा गोटे उद्देश्य ताकर जन्म माटी ओडिशा प्रश्न उद्वेलित करता धन संपद भरा ओडिशा लोक गरीब कहीं अच्छा ए गरीब लोक भाग्य परिवर्तन आने को हम से अनेक कार्यक्रम करिसेंती शिल्प कारखाना आरंभ कर विभिन्न कार्यक्रम सबु पक्षरे ओडिशा आगे जी एक कथा को गुरुत्व दब ती होची बिजु बाबूंकर वास्तव रे लिगासी रो उत्तराधिकारी निश्चय निश्चय सबु ओडिशा को उन्नत करिबा समृद्ध करिबा ये स्वप्न ये प्रश्न ये प्रतिज्ञा तांका मन को भारी प्रभावित करतला ओडिशा पई ओडिया पई किछ काम करिबी आज्ञा ये जो कम्युनल एवं सेक्युलर रो जो पॉलिटिकल एक बार धर्मनिरपेक्ष आउट एंड आउट आज्ञा धर्मनिरपेक्षता तो किंतु आज जो माने धर्मनिरपेक्ष रो व्यतिक्रम रे छिडा हिचंती से माने भी कहउचंती आमे बिजु लिगासी रो अंश किए कौन कहिबे तो पाटे तो हाथ मारिबा नहीं आज संविधान प्रियाम्बल उपक्रम जहाँ सब रखा जाइछि नहीं जदि सेमाने कहिबे सर जदि सेमाने कहिबे ताले बिजुंकर आइडियोलॉजी विषय भूल धारणा जीवो कारण सेमाने निश्चय ना सुनतु प्रियाम्बल कथा होछि भारत गोटे सॉवरेन स्टेट गोटे डेमोक्रेटिक गोटे सोशलिज्म गोटे सेक्युलर स्टेट आज भारत वर्षर संविधान जो विधि व्यवस्था नग्न उल्लंघन आज देखुं आम आज निर्वाचन कमिशन संविधान कही स्वाधीन भाव में कम करेंगे किपरि काम कर
ଆଜ୍ଞା ତେଣୁ ଭାରତ ସମ୍ବିଧାନର ବିଧି ବ୍ୟବସ୍ଥା ସମ୍ବିଧାନର ବିଭିନ୍ନ ଭାବରେ ଯୋଉ ସବୁ ରହିଛି ଆର୍ଟିକଲ କ୍ଲଜ ସବୁ ରହିଛି ତ ନଗ୍ନ ଉଲ୍ଲଂଘନ ବର୍ତ୍ତମାନ ହଉଛି। ତେଣୁ ଯଦି ବିଜୁ ବାବୁଙ୍କର ଆଇଡିଓଲୋଜି କି ଯିଏ ସମ୍ମାନ କରନ୍ତି କାର୍ଯ୍ୟକାରୀ କରନ୍ତି ସେମାନେ ବିଜୁ ବାବୁଙ୍କର ହିଁ ପ୍ରଶଂସକ ଭାବରେ ତାଙ୍କୁ ସମ୍ମାନ ଦିଆଯାଇପାରିବ। একবার সেকুলার କାର୍ଯ୍ୟକ୍ରମ ସବୁ ଦେଖେଇଛନ୍ତି ସବୁଠି ସେକୁଲାରିଜମ ଛତ୍ରେ ଛତ୍ରେ ତାଙ୍କ ବ୍ୟକ୍ତିତ୍ୱରେ ଆମେ ଲକ୍ଷ୍ୟ କରିଛନ୍ତି। ଓକେ ବିଜୁ ବାବୁଙ୍କର ଯୋଉ ବିଜୁ ଲିଗାସିର ଅଂଶବିଶେଷ ବିଜୁ ଜନତା ଦଳ ଜନତା ଦଳ ହଉଛି ସିଏ ଗଠନ କରିଥିଲେ ଓଡିଶାରେ ଯୋଉଥିରେ ଆମ ତାଙ୍କ ସାଙ୍ଗ ସବୁ ଜନତା ଦଳ ନେଇ କାମ କରୁଥିଲୁ। ଆଜ୍ଞା ତାଙ୍କର ବିୟୋଗ ପରେ ତିରୋଧାନ ପରେ ଚାଲିଗଲା ପରେ ତାପରେ ବିଜୁ ଜନତା ଦଳ ଗଠନ ହେଲା। ଜନତା ଦଳଟି ହିଁ କନଭର୍ଟ ହେଲା ବିଜୁ ଜନତା ଦଳ ଓଡିଶାରେ। ଜନତା ଦଳ ଲୋକମାନେ ସମସ୍ତେ ବିଜୁ ବାବୁଙ୍କ ନୀତି ଆଦରେ ବିଶ୍ୱାସ କରୁଥିବା ନେତା ମାନେ ସମସ୍ତେ ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ଗଠନ କଲେ। ଆଚ୍ଛା ବିଜୁ ବାବୁଙ୍କ ନାଁରେ ବିଜୁ ଜନତା ଦଳ ଗଠନ ହେଲା ତାହେଲେ ଜନତା ଦଳର ବିଜୁ ବାବୁଙ୍କ ଆବର୍ତ୍ତମାନରେ ଏହା ହଉଛି ଏକ୍ସଟେନସନ ବୋଲି ଆମେ କହିପାରିବା ବିଜୁ ଜନତା ଦଳ। ଜଣେ ଅଧେ କିଏ ପଚାର ଆଇଲେ ନାହିଁ କିନ୍ତୁ ସବୁ ଯେତିକ ନେତା ଥିଲେ ଜନତା ଦଳରେ ପ୍ରାୟ ସମସ୍ତେ ବିଜୁ ଜନତା ଦଳରେ ହିଁ ଯୋଗଦାନ କରିଥିଲେ। କିନ୍ତୁ 29 ବର୍ଷର ତିରୋଧାନ ଦିବସରେ ସମସ୍ତେ କହିଲେ ଏବେ ବିଜେଡିକୁ ବିଜୁ ପୁଣି ଡେଙ୍ଗା ବିଜୁ ପୁଣି ଫେରିଲେ କାରଣ ବିଜୁଙ୍କୁ ଛୋଟ ଛୋଟ କରି ଦିଆଯାଉଥିଲା ପୋଷ୍ଟର ବ୍ୟାନରରେ। ତ ସେଇ କଥାଟି ଯେତେବେଳେ ଆସୁଛି ଆପଣ ଜଣେ ବରିଷ୍ଠ ନେତା ହିସାବରେ ଆପଣଙ୍କର ପ୍ରତିକ୍ରିୟା କଣ? ବିଜୁ ବାବୁ was the tallest leader, tall leader. ଆଜ୍ଞା ବିଜୁ ବାବୁଙ୍କୁ ଛୋଟ କେହି କରିପାରିବେ ନାହିଁ। ଛୋଟ କରିବା ପାଇଁ ଯିଏ ଚେଷ୍ଟା କରୁଥିବେ ମୁଁ କହିବି ଓଡିଆ ଜାତିର ସ୍ୱାଭିମାନ ଐତିହ୍ୟ ଉପରେ କୁଠାରଘାତ ସେ କରୁଛନ୍ତି। ବିଜୁ ମହାନ ଥିଲେ ବଡ ଥିଲେ ବଡ ବଡ ଚିନ୍ତା କରୁଥିଲେ ଏବଂ ସେ ବଡ ହେଇକି ସବୁଦିନେ ଓଡିଆ ଜାତି ଆଗରେ ଓଡିଶାବାସୀ ଆଗରେ ରହିବେ। ତାଙ୍କୁ ନ୍ୟୁନ କେହି କରିପାରିବନି ଛୋଟ କେହି କରିପାରିବନି। ଛୋଟ କରିବା ପାଇଁ ଯିଏ ଚେଷ୍ଟା କରିବା ଆମେ ତାକୁ କହିବୁ ଓଡିଆ ଜାତିକୁ ଭଲ ପାଉଥିବା ଲୋକ ସେମାନେ ନୁହନ୍ତି। ଆଜ୍ଞା ପଞ୍ଚାୟତରାଜ ଦିବସ ତାଙ୍କ ଜନ୍ମଦିନ କୁ କୁହାଯାଉଥିଲା ସେଠିକୁ ପରିବର୍ତ୍ତନ କରିଦିଆଗଲା। କଳିଙ୍ଗ ପୁରସ୍କାର ବନ୍ଦ କରିଦେବାର ମସୁଧା ହେଇଥିଲା। ଯଦି ବିଜୁଙ୍କ ପ୍ରତି ଏତେ ଶ୍ରଦ୍ଧା ତାହେଲେ ତାଙ୍କୁ ଏସବୁ କଥା କାହିଁକି ସାମ୍ନା ଏବଂ ବିଜୁଙ୍କ ନାଁରେ ଚାଲୁଥିବା ବିଭିନ୍ନ ଯୋଜନାକୁ ମଧ୍ୟ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଗଲା। ଏହା ଆପଣଙ୍କୁ ବ୍ୟଥିତ କରେ? ନିଶ୍ଚିତ ଭାବରେ ନାଁ ପରିବର୍ତ୍ତନ କଲେ ଯୋଜନାକୁ ପରିବର୍ତ୍ତନ କଲେ ଦେଶ ପାଇଁ ନ୍ୟାୟ ଦିଆଯାଏ ନା ବା ପ୍ରକୃତ ବିକାଶ ହୁଏ ନା। ବିକାଶକୁ ବିକାଶ ମାର୍ଗରେ ଛାଡିଦେବା ଉଚିତ। ଏଠି ଯୋଉମାନେ ସରକାର ବଦଳିଲା ରାଜନୀତି ବଦଳିଲା ପରେ ବିଜୁ ବାବୁଙ୍କର ପ୍ରଭାବକୁ ହ୍ରାସ କରିବା ପାଇଁ କିଛି ଲୋକ ଯୋଜନା ବଦଳେଇଲେ ନାଁ ବଦଳେଇଲେ। ପଞ୍ଚାୟତରାଜ ଦିବସଟାକୁ ତାଙ୍କ ଜନ୍ମଦିନରେ ପାଳନ କରାଯାଉଥିଲା। ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ପ୍ରଚଳନ ସିଏ ହେଲେ ଜନକ ଏବଂ ପଞ୍ଚାୟତରାଜ ବ୍ୟବସ୍ଥାରେ ମା ମାନଙ୍କର ସ୍ଥାନ ସଂରକ୍ଷଣ ଇଏ ତାଙ୍କର ଅବଦାନ। ତେଣୁ ଆମେ ପ୍ରତିବାଦ କରିଥିଲୁ ସେଦିନ ପଞ୍ଚାୟତରାଜ ଦିବସକୁ ତାଙ୍କ ଜନ୍ମଦିନରେ ପାଳନ ନ କରିବା ଏକ ସମାଜ ବିରୋଧୀ କାର୍ଯ୍ୟ ଦେଶ ବିରୋଧୀ କାର୍ଯ୍ୟ। ବିଜୁ ପଟ୍ଟନାୟକଙ୍କୁ କୌଣସି ଦଳ ନିଜର ସମ୍ପତ୍ତି ବୋଲି ଭାବିବା ଉଚିତ ନୁହେଁ। ଇଏ ସାରା ଓଡିଶାବାସୀଙ୍କର ଦଳ ମତ ନିର୍ବିଶେଷରେ ସମସ୍ତେ ତାଙ୍କର ଅବଦାନକୁ ସମ୍ମାନ ଜଣେଇବା ଆବଶ୍ୟକ। ଓକେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିବର୍ଷ ବିଜୁ ବାବୁଙ୍କର ତିରୋଧାନ ଦିବସରେ କାର୍ଯ୍ୟକ୍ରମ କରନ୍ତି ନା ଆଜି ଅନ୍ୟମାନେ କରିଛନ୍ତି ବୋଲି ଆପଣ ମାନେ ବି କରୁଛନ୍ତି? ନାଇଁ ପ୍ରତିବର୍ଷ ତାଙ୍କର ଜୟନ୍ତୀ ତାଙ୍କର ତିରୋଧାନ ଦିବସ ପାଳନ କରାଯାଏ। ବିଭିନ୍ନ ସ୍ଥାନରେ ପାଳନ କରାଯାଏ। କେବେ ଛୋଟ ଆକାରରେ ଏଥର ବଡ ଆକାରରେ? ମୁଁ ୟାର ଦାୟିତ୍ୱ ମୁଁ ଏବେ ନେଇଛି ପୂର୍ବରୁ ନେଇନଥିଲି। ଏବେ ତାର ଅଧ୍ୟକ୍ଷ ଦାୟିତ୍ୱ ମୁଁ ଏବେ ଅଳ୍ପ ଦିନ ହେଲା ନେଇଛି। ନେଲା ପରେ ମୁଁ ଯୋଉ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଅଫିସ ନିକଟରେ ଗୋଟେ ତାଙ୍କର ଅନୁଭବ କରାଗଲା
ଯେ 75 ବର୍ଷ ହେଲା ଯୋଉ ଅନୁଷ୍ଠାନ ଏଠି ଗଢା ଯାଇଛି ଆନ୍ତର୍ଜାତୀୟ ପୁରସ୍କାର ଦିଆଯାଉଛି ତାଙ୍କର ମୂର୍ତ୍ତିଟିଏ ନାହିଁ। ଗୋଟେ ଆଜି ଷ୍ଟାଚ୍ୟୁ ଗୋଟେ ମୂର୍ତ୍ତି ଗୋଟେ ପ୍ରତିଷ୍ଠା କରାଯାଇଛି ଯାହାକୁ ଉଦ୍ଘାଟନ କରାଯିବ ଓ ତା ପରିସର ଭିତରେ ଛୋଟ ସଭାର ମଧ୍ୟ ଆୟୋଜନ କରାଯାଇଛି। ପାଳନ ହଉଥିଲା ବିଭିନ୍ନ ସ୍ଥାନରେ ଭଡା ନେଇକି ସବୁ କୋଉଠି ଅଡିଟୋରିୟମରେ କୋଉଠି ଜାଗାରେ କରାଯାଉଥିଲା। ଏଇ ବର୍ଷ କି କାହାକୁ ଆଖି ଆଗ ରଖି ନୁହେଁ ବିଜୁ ବାବୁଙ୍କର ଅନୁଷ୍ଠାନ ତା ହାତ ଗଢା ଅନୁଷ୍ଠାନ ଇଏ ଏ ଅନୁଷ୍ଠାନ ତାଙ୍କର ପରିସର ଭିତରେ ଗୋଟେ ପ୍ରତିମୂର୍ତ୍ତି ରହିବା ଆବଶ୍ୟକ। ସେଇଥିପାଇଁ ଆମକୁ ଲାଗୁଛି ଯେ ଏଥର ଟିକେ ଭିନ୍ନ ଅଛି କାରଣ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେଲା, ନାଗରିକ ମଞ୍ଚରେ ସେମାନେ ବିଜୁଙ୍କ କଥା କହିଲେ, ବିଜୁ ଜନତା ଦଳ ପାର୍ଟି ଅଫିସରେ ପ୍ରୋଗ୍ରାମ ହେଲା, ଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ ହେଇଛି। ବହୁତ ପ୍ରକାର ଆଜି କାର୍ଯ୍ୟକ୍ରମ ହଉଛି। ସେଥିପାଇଁ ଟିକେ ଲାଗୁଛି ଯେ ଅଧିକ ତତ୍ପରତା ହଠାତ୍ କାହିଁକି ଏବଂ ଏ ତତ୍ପରତା ପଛର ରାଜନୀତିକୁ ଆମେ ବୁଝିବାକୁ ଚେଷ୍ଟା କରୁଛୁ। ପ୍ରଫୁଲ୍ଲ ବାବୁ ବେଶୀ ସମୟ ଆଉ ନେବିନି, ଆଉ ଗୋଟିଏ କଥା ଜାଣିବି ନିଶ୍ଚିକାନ୍ତ ଖାଲି କହିଦିଏ ଆମର କାହା ସାଙ୍ଗରେ କମ୍ପିଟିସନ ନାହିଁ, ଆମର ୟା ପଛରେ କୌଣସି ମତଲବ ଉଦ୍ଦେଶ୍ୟ ନାହିଁ। ସମ୍ପୂର୍ଣ୍ଣ ଭାବରେ ବିଜୁ ବାବୁଙ୍କୁ ଯୋଉଟା ଆଗରୁ ତାଙ୍କୁ ଗୋଟେ ଷ୍ଟାଚ୍ୟୁ ନାହିଁ ଗୋଟେ ଦରଖାସ୍ତ କରାଗଲା ତା ପରିସର ଭିତରେ କରାଯାଇଛି। ଆମର କିଛି ରାଜନୀତି ବା ମତଲବ ପଛରେ ନାହିଁ, କିଛି ସ୍ପଷ୍ଟ ଆପଣ କରିବେ। ଠିକ କଥା। ଆପଣଙ୍କ କାର୍ଯ୍ୟକ୍ରମଟି ଅଧିକ ହବା ଦରକାର ଯେ ବିଜୁ ବାବୁ ସାଇଣ୍ଟିଫିକ ଟେମ୍ପରାମେଣ୍ଟ କୁ ଭଲ ପାଉଥିଲେ, ସେଇ ଜିନିଷଟି ମଧ୍ୟ ଯିବା କଥା। ଆସନ୍ତା ବର୍ଷ ମାନଙ୍କରେ ତାକୁ ଆହୁରି ବଡ ଆକାରରେ କରିବା ପାଇଁ ମଧ୍ୟ ଆମେ ଚିନ୍ତା କରୁଛୁ। ଭିନ୍ନ ଭାବରେ ବଡ ଆକାରରେ କରିବୁ ତାକୁ ଆମେ। ଓକେ, ଭଲ କଥା। ସେଇ କାର୍ଯ୍ୟକ୍ରମ ଗୁଡିକ ଯେତିକ ହବ ତାହେଲେ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱର ଭିନ୍ନ ଭିନ୍ନ ଦିଗ ଆଗକୁ ଆସିବ। ଲୋକପ୍ରିୟ କରିବା ପାଇଁ ନିଶ୍ଚିତ ଭାବରେ ତାଙ୍କର ଭିନ୍ନ ଆସିବା ଦରକାର। ଆମେ ନିର୍ଦ୍ଦିଷ୍ଟ ବ୍ରାକେଟ ଭିତରେ ବନ୍ଧନୀ ଭିତରେ ବିଜୁଙ୍କୁ ଦେଖିବାର ଯୋଉ ପ୍ରୟାସ ଚାଲିଛି, ବିଜୁଙ୍କୁ ଦେଖେଇବାର ଯୋଉ ପ୍ରୟାସ ଚାଲିଛି ତାଥିରୁ ଟିକେ ବାହାରିବା ଦରକାର। ମୁଁ ଆଉ ଗୋଟେ କଥା କହିବି, ନିଶିକାନ୍ତ ଦୁବେ ବିଜୁ ବାବୁଙ୍କ ବିଷୟରେ ଯେତେବେଳେ କହିଲେ ମୁଁ ଜମା ବି ଭାବୁ ନାହିଁ ଯେ ନିଶିକାନ୍ତ ଦୁବେ ସ୍ୱତଃପ୍ରବୃତ୍ତ ଭାବେ ଜଣେ ବ୍ୟକ୍ତି ହିସାବରେ ବିଜୁ ବାବୁଙ୍କ ବିଷୟରେ କହିଛନ୍ତି। ତା ପଛରେ ଗୋଟେ କଥା ମୁଁ ଦେଖୁଛି, ମୋର ସେଟା ଧାରଣା ହେଇଥାଇପାରେ, ଆପଣଙ୍କର ଧାରଣା କିଛି ଭିନ୍ନ ହେଇପାରେ। ସିଏ କଣ ଜାଣିବାକୁ ଚାହୁଁଥିଲେ ମାନେ ଗୋଡି ପକେଇବୁ ତରଙ୍ଗ କେତେ ଦୂର ଉଠୁଛି, ଓଡିଶାର ସ୍ୱର ଶୁଭିବ କି ନାହିଁ, ତାପରେ ଆମେ ଦେଖିବା। କାରଣ ଆଇକନ ଅନ୍ୱେଷଣ ଚାଲେ, ବିଭିନ୍ନ ରାଜନୈତିକ ଦଳ ଖୋଜି ବୁଲନ୍ତି କୋଉ ରାଜ୍ୟରେ କୋଉ ଆଇକନ ଅଛନ୍ତି ଯାହାଙ୍କୁ କଏନ କରିହବ ପଲିଟିକାଲି। ତ ଇଏ ଗୋଟେ ଅନ୍ୱେଷଣର ଗୋଟେ ପାର୍ଟ ଥିଲା କି ତରଙ୍ଗ ଦେଖିଲେ ଆଉ ତରଙ୍ଗ ଦେଖିକିରି ଜାଣିଦେଲେ ଯେ ବିଜୁ ବାବୁଙ୍କୁ ଛାଡିଦେଲେ ଆମ ରାଜନୀତି ଓଡିଶାରେ ହେଇପାରିବ ନାହିଁ। ତାଙ୍କର ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱକୁ ନ୍ୟୁନ କରିବା ପାଇଁ, ଲୋକଲୋଚନରେ ଲୋକଙ୍କ ଆଗରେ ନିଚ କରିବା ପାଇଁ ନିଶ୍ଚିତ ଭାବରେ ଉଦ୍ଦିଷ୍ଟ। ଧାରା ଯେ ଆପଣ ଆଗେ ମାନେ ଗୁଣିଆ ହେବେ କି ଆଗେ ଲାଗିବେ, ଆଗେ ଗୁଣିଆ ହେବେ, ଏଇ ପ୍ରକାର ଯୋଉ ଧାରା ଯୋଉ ରହିଛି ଇଏ ସେଇ ପ୍ରକାର କି ଆଗେ ନିନ୍ଦିତ କରିବେ ତାପରେ ନିଜ ବୁଦ୍ଧିରେ କହନ୍ତୁ କି କାହା ପରାମର୍ଶରେ କହନ୍ତୁ, ତାଙ୍କର ଆଗେ ଜ୍ଞାନର ଅଭାବ ଏଟା ଦର୍ଶାଇଲା ତାଙ୍କୁ ଯେ ସେତେବେଳେ କୋଉ ପୋଜିସନରେ ଥିଲେ ବିଜୁ ପଟ୍ଟନାୟକ। ତାଙ୍କର ଆଜି କଣ ତାଙ୍କର ଅସୁବିଧା କଣ ହେଇଗଲା? ସେ କହିଲେ ଆମେ ଆଲୋଚନା କରିଦେଲେ, ସମାଲୋଚନା କରିଦେଲେ, ତାଙ୍କର ଅସୁବିଧା କଣ ହେଲା? ତାଙ୍କୁ ତ କୌଣସି ପ୍ରକାର ଜବାବଦେହି କରାଗଲାନି କି ତାଙ୍କ ପ୍ରତି ତ କୌଣସି ଗୋଟେ ବଡ କାର୍ଯ୍ୟାନୁଷ୍ଠାନ କଥା ଦଳ କହିପାରିଲା ନାହିଁ କି ଯୋଉମାନେ ଆଜି ବିଜୁ ପ୍ରେମୀ ବୋଲି କହୁଛନ୍ତି ସେମାନେ ତ ତାଙ୍କ ନାଁ ଧରିକିରି ତାଙ୍କୁ ସେଇଭଳିଆ କଟୁ କଥା କହିପାରିଲେ ନାହିଁ। ଯୋଉମାନେ ବିଜୁ ପ୍ରେମୀ କହିବା ଉଚିତ ସେମାନେ ଶୁଣନ୍ତୁ, ଏଇ ଯୋଉ ପ୍ରଥମ ପଚାରିଥିଲେ ଆପଣଙ୍କର ଅନେକ ବିଜୁ ବାବୁଙ୍କ ନାଁକୁ ପରିବର୍ତ୍ତନ କରିଦଉଛନ୍ତି, ଯୋଜନାରୁ ନାଁ କାଟି ଦଉଛନ୍ତି। ପର ପିଢି ଯୋଉମାନେ ନେତୃତ୍ୱରେ ଆସିଛନ୍ତି ତାର ପୂର୍ବର ନେତୃତ୍ୱର ଗାରିମାକୁ ପରିସରକୁ ନ୍ୟୁନ କରିବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କର ଅତୀତର ନେତୃତ୍ୱ ବା ଅତୀତର ଯୋଉ କାର୍ଯ୍ୟକ୍ରମ ଏତେ ବଡ ରହିଛି, ତାଙ୍କୁ ସବୁ ଛୋଟ ନ କଲେ, ଏତେ ଗଗନ ପବନ ଆଚ୍ଛାଦିତ ସେମାନେ ବ୍ୟକ୍ତିତ୍ୱ ଅବଦାନ
ହଁ ନ୍यून କଲେ ଯାଇକି ଏମାନେ ବଢି ପାରିବେ ଏ ପ୍ରକାର ଚିନ୍ତା ଆଚ୍ଛା ହୀନ ଚିନ୍ତା ମଧ୍ୟ ଲୋକଙ୍କ ଭିତରେ ଦଳ ଭିତରେ ରହିଛି ହୁଁ ରହିଛି ହୁଁ ନହେଲେ ଏଇ ଯୋଉ କଥାରେ କୁହାଗଲା ଏତେ ବର୍ଷ ପରେ କଣ ଅଯାଚିତ ଭାବରେ ହୁଁ ତତ୍କ୍ଷଣାତ ବିଜୁବାବୁଙ୍କ ନେତୃତ୍ୱ ଉପରେ କହିବେ ସିଆଇ ଏଜେଣ୍ଟ କହିବା ହୁଁ ଇଏ ଗୋଟିଏ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତାକୁ ଯୋଉ ଯୋଉ ଏ ପ୍ରକାର ମନ୍ଦ ଚିନ୍ତା କରିଥିବେ ନ୍यून କରିବା ପାଇଁ ହଁ ସେମାନେ ବିଜୁ ପଟ୍ଟନାୟକକୁ କେବେ ନିଚ ବା ନ୍यूନ କେବେ ବି କରିପାରିବେ ନାହିଁ ତାଙ୍କର ଉଦ୍ୟମ କେବେ ସଫଳ ହେବ ନାହିଁ। ଆଜ୍ଞା ମୁଁ ଲାଷ୍ଟ ଲାଇନ ଆପଣଙ୍କୁ ବହୁତ ହଇରାଣ କରିବିନି ଲାଷ୍ଟ ଲାଇନ ବିଜୁଙ୍କୁ ସମସ୍ତେ ଆମର ବୋଲି କହୁଛନ୍ତି ବିଜୁ ବାସ୍ତବରେ କାହାର? ଯିଏ ଓଡିଶାର ବିକାଶକୁ ଭଲ ପାଆନ୍ତି ହଁ ଯିଏ ଓଡିଶାର ପରିଚୟ ବଢୁ ଭାରତ ବର୍ଷରେ ଭାରତ ବାହାରେ ବଢୁ ବୋଲି ଯୋଉମାନେ ଚାହାନ୍ତି ହଁ ସେମାନଙ୍କ ବିଜୁବାବୁ ସେମାନଙ୍କର ଓଡିଶାର ବିକାଶକୁ ଯୋଉମାନେ ଭଲ ପାଆନ୍ତି ବିଜୁବାବୁ ସେମାନେ ଭଲ ପାଇବେ ବିଜୁବାବୁ ସେଇମାନଙ୍କର ହୁଁ ମାନେ ବିଜୁବାବୁଙ୍କ ନେତୃତ୍ୱ ବ୍ୟକ୍ତିତ୍ୱ ବିକାଶ ସାଙ୍ଗରେ ଜଡିତ ଏଇ ଯୋଉ ଓଡିଶାର ବିକାଶକୁ ଭଲ ପାଉଛି ସେ ବିଜୁବାବୁ ଏଇ ଯୋଉ ଭଲ ପାଇବା କଥା ଆପଣ କହୁଛନ୍ତି କୌଣସି ରାଜନୈତିକ ସଂକୀର୍ଣ୍ଣ ନ୍ୟସ୍ତ ସ୍ୱାର୍ଥ ଥିଲେ ସେ ଭଲ ପାଇବା ଆସିବ ନାହିଁ। ବହୁତ ବହୁତ ଧନ୍ୟବାଦ ପ୍ରଫୁଲ୍ଲ ବାବୁ ଏତିକ ସମୟ ଦେଇଛନ୍ତି ଆମ ସହିତ ବିଜୁ ବାବୁଙ୍କ ବିଷୟରେ ଆଲୋଚନା କରିଛନ୍ତି ସେଥିପାଇଁ ଅନେକ ଅନେକ ଧନ୍ୟବାଦ ଏ ସ୍ୱତନ୍ତ୍ର ଆଲୋଚନାକୁ ଏଇଠି ରଖୁଛି ନମସ୍କାର।